ଜଗନ୍ନାଥ ଆଜି ଆସନ୍ତୁ ଜାଣିବା ଗୋଟେ ନୂଆ ଟପିକ୍ ଉପରେ ଲ୍ୟାଣ୍ଡ ଡିମାର୍ସନ୍। ଲ୍ୟାଣ୍ଡ ଡିମାର୍ସନ୍ ଆକ୍ଚୁଆଲି କ'ଣ? ଲ୍ୟାଣ୍ଡ ଡିମାର୍ସନ୍ ପ୍ରୋବ୍ଲେମ୍ଟା କ'ଣ ହୁଏ ନା, ଆପଣଙ୍କର ଗୋଟେ ଜାଗାଟା ଅଛି କିନ୍ତୁ ଜାଗା ସାଇଡ଼୍ରେ ଆପଣଙ୍କର ପଡ଼ିଶା ଘର ଅଛନ୍ତି, କିନ୍ତୁ ତାଙ୍କର ଆଉ ଆପଣଙ୍କ ମଧ୍ୟରେ ଟିକେ ଝଗଡ଼ା ସୃଷ୍ଟି ହୋଇକି ମାପଚୁପଟା ଠିକ୍ରେ ହେଇପାରୁନି। ତେଣୁ ଆପଣ କ'ଣ କରିବେ, ବାଧ୍ୟ ହୋଇକି ଆପଣ ଗୋଟେ ଡିମାର୍ସନ୍ ଆପ୍ଲାଏ କରିବେ। ଯେତେବେଳେ ଡିମାର୍ସନ୍ ଆପ୍ଲାଏ କରିବେ, ଆଗରୁ କ'ଣ ସେଇଟା ହେଉଥିଲା, ସେଇଟା ଆଗରୁ ଅଫଲାଇନ୍ରେ କାମ ହେଉଥିଲା, କିନ୍ତୁ ବର୍ତ୍ତମାନ ସେଇଟା ହେଇଯାଇଛି ଏବେ ଅନଲାଇନ୍ରେ। ଡିମାର୍ସନ୍ ପାଇଁ ଆପଣଙ୍କୁ ପ୍ରଥମେ କ'ଣ ଡକୁମେଣ୍ଟ ଦରକାର ପଡ଼ିବ ମୁଁ କହିଦେଉଛି। ପ୍ରଥମେ ଆପଣଙ୍କୁ ଆଧାର କାର୍ଡ଼ ଦରକାର, ଯିଏ ଆପ୍ଲାଏ କରିବେ ଆପ୍ଲିକାଣ୍ଟ ତାଙ୍କର ଆଧାର କାର୍ଡ଼ ଦରକାର। ସେକେଣ୍ଡରେ ଆପଣଙ୍କୁ ଗୋଟେ ଡିମାର୍ସନ୍ର ଫର୍ମ ଆସୁଛି, ଯେଉଁଟା ଆପଣଙ୍କୁ ତହସିଲ ଅଫିସରେ ମିଳୁଛି କି ଜନସେବା କେନ୍ଦ୍ରରେ ସବୁଠି ଉପଲବ୍ଧ ହେଉଛି। ସେଠି ଆପଣଙ୍କୁ ଗୋଟେ ଫର୍ମଟେ କିଣିବାକୁ ପଡ଼ିବ, ତା ଦେହରେ ଗୋଟେ 20 ଟଙ୍କାର କୋର୍ଟ ଫି ଦରକାର ପଡ଼ୁଛି। ସେଇଟା 20 ଟଙ୍କାର ଗୋଟେ କୋର୍ଟ ଫି ଆଣିବେ, ତା ଦେହରେ ଲଗାଇବେ। ଆଉ ଆପଣଙ୍କୁ ଗୋଟେ ସେଲ୍ ଡିଡ୍, ମନେକର ଆପଣ ଜାଗାଟା କିଣିଛନ୍ତି କି ସେଇଟା ଆନସେଷ୍ଟ୍ରାଲ୍ ପ୍ରପର୍ଟି, ଯଦି ଆପଣ ଜାଗାଟା କିଣିଥିବେ ତେବେ ଆପଣଙ୍କୁ ସେଲ୍ ଡିଡ୍ ତା ଦେହରେ ଆଟାଚ୍ କରିକି ଦେବେ। ଯଦି ଆପଣଙ୍କ ଆନସେଷ୍ଟ୍ରାଲ୍ ପ୍ରପର୍ଟି ହେଇଥିବ ତାହେଲେ ସେଇଟା ଚଳିବ, କିଛି ଅସୁବିଧା ନାହିଁ। ସେଲ୍ ଡିଡ୍ ହେଲେ ଆପଣଙ୍କର ଗୋଟେ ମ୍ୟାପ୍ ଦେଇଥିବ, ମନେକର ଆପଣଙ୍କୁ ବିଲ୍ଡର ହୁଅନ୍ତୁ କି ଲୋକ ହୁଅନ୍ତୁ, ଯାହାଠୁ ବି ସେ ଜାଗାଟା କିଣିଥିବେ ଆପଣଙ୍କୁ ସେ ଗୋଟେ ଟ୍ରେସ୍ ମ୍ୟାପ୍ ଦେଇଥିବ ଯେ ଏଇ ଜାଗାଟା ଆପଣଙ୍କର ନିର୍ଦ୍ଦିଷ୍ଟ ଜାଗା ବୋଲି। ସେଇ ଟ୍ରେସ୍ ମ୍ୟାପ୍ଟା ଆପଣ ସେଥିରେ ଆଟାଚ୍ କରିପାରିବେ। ଆପଣଙ୍କୁ ଆଉ ଗୋଟେ ଦେବାକୁ ପଡ଼ିବ, ଗୋଟେ ମାଜିଷ୍ଟ୍ରେଟ୍ ଆଫିଡେଭିଟ୍ ଦେବାକୁ ପଡ଼ିବ। ଏଥିରେ ଆପଣଙ୍କୁ ମେନସନ୍ କରିବାକୁ ପଡ଼ିବ ସେ ଜାଗା ଉପରେ ଆପଣଙ୍କର କିଛି ସିଭିଲ୍ ସୁଟ୍ ଷ୍ଟାଟସ୍ଟା ପେଣ୍ଡିଂ ନାହିଁ ବୋଲି, ସେଇଟା ଆପଣଙ୍କୁ ଗୋଟେ ମେନସନ୍ କରି ଆପଣ ଗୋଟେ ମାଜିଷ୍ଟ୍ରେଟ୍ ଆଫିଡେଭିଟ୍ କରିବାକୁ ପଡ଼ିବ, ଯେଉଁଟାକି ତହସିଲ ଅଫିସରେ ହେବ। ତାପରେ ଆପଣ ସେକେଣ୍ଡରେ କ'ଣ କରିବେ, ବାକି ତ କାମରେ ଆପଣଙ୍କର ନେମ୍ ଆଣ୍ଡ ଟେନାଣ୍ଟ ଆଡ୍ରେସ୍, ମାନେ ଆପଣଙ୍କର ଜାଗା ସାଇଡ଼୍ରେ ଯେଉଁ 4 ଜଣ ଚୌଧୁରୀ ରହିଲେ, ମନେକର କିଏ ଉତ୍ତରରେ, ଦକ୍ଷିଣରେ, ପଶ୍ଚିମରେ, ପୂର୍ବରେ ରହିଲେ, ସେମାନଙ୍କର ଆଡ୍ରେସ୍ ସହ ତାଙ୍କ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ। କାରଣ ଯେହେତୁ ଏଇଟା ଏବେ ଅନଲାଇନ୍ ହେଇଯାଇଛି, ତେଣୁ ଆପଣଙ୍କୁ ସେସବୁ ମୋବାଇଲ୍ ନମ୍ବର ଦେବାକୁ ପଡ଼ୁଛି। ମୋବାଇଲ୍ ନମ୍ବର ଦେଲେ କ'ଣ ହେଉଛି ନା, ତାଙ୍କ ପାଖକୁ ସେଇଟା ମେସେଜଟା ଯିବ ଯେ ଆପଣଙ୍କର ଏଇ ଦିନକୁ ନୋଟିସ୍ଟା ରହିବ ଆସିକି ହିୟରିଂ ପାଇଁ। ପ୍ରଥମେ ହିୟରିଂରେ କ'ଣ ହେବ, ଆପଣଙ୍କର ଯଦି କାହାର ଯଦି କିଛି ଅବଜେକ୍ସନ୍ ଥାଏ, ସେଥିରେ ଆପଣ ଆସି ଆପ୍ଲିକେସନ୍ ଦେବେ, ନାହିଁ ଏଥିରେ ଆମର କିଛି ଅବଜେକ୍ସନ୍ ଅଛି, ଜାଗାରେ ଡିମାର୍ସନ୍ ନ କରାଯାଉ। ଯଦି କିଛି ଡିମାର୍ସନ୍ ପାଇଁ କାହାର କିଛି ଅବଜେକ୍ସନ୍ ନଥିବ, ତାହେଲେ ଆପଣଙ୍କର ଗୋଟେ ଡେଟ୍ ହେବ ମାପ ପାଇଁ। ସେଇଥି ଡେଟ୍ ହେଲା ପରେ ସେଥିରେ ଆପଣଙ୍କର ଜାଗା ମାପ ହେବ। ତେଣୁ ଏତିକି ଆଗ ଡକୁମେଣ୍ଟ ସବୁ ଆପଣ ଆରେଞ୍ଜମେଣ୍ଟ କରନ୍ତୁ। ତାପରେ ଆପଣ ପ୍ରଥମେ ଆପ୍ଲାଏ କରିଦିଅନ୍ତୁ ଜନସେବା କେନ୍ଦ୍ରରେ। ଜନସେବା କେନ୍ଦ୍ରରେ ଆପ୍ଲାଏ କରିସାରିଲା ପରେ ଆପଣଙ୍କ ନମ୍ବରକୁ ମେସେଜ୍ ଆସିବ, ତା ବାଦ ଆପଣଙ୍କର 14 ନମ୍ବର ମାନଙ୍କୁ ସମସ୍ତଙ୍କୁ ମେସେଜ୍ ଆସିବ। ତାପରେ ଆପଣଙ୍କ ଜାଗା ମାପଚୁପ ପାଇଁ ରହିବ। ଜମି ଡିମାର୍ସନ୍ ପାଇଁ ଆପଣଙ୍କୁ ପ୍ରଥମେ 800 ଟଙ୍କା କିନ୍ତୁ ଅନଲାଇନ୍ରେ ଡିପୋଜିଟ୍ କରିବାକୁ ପଡ଼ିବ, ଯେଉଁଟା ଆପଣ ଜନସେବା କେନ୍ଦ୍ରରେ ଯେତେବେଳେ ଆପ୍ଲାଏ କରିବେ ସେତେବେଳେ ସେ ଆପଣଙ୍କର 800 ଟଙ୍କା ଡିପୋଜିଟ୍ ପଇସା ନେଇଯିବେ, ପ୍ଲସ୍ ତାଙ୍କର ଫିସ୍ 200 କି 250 ଟଙ୍କା ଯାହା ନେବେ ଆଉ। ଜୟ ଜଗନ୍ନାଥ।